କାଲି ସନ୍ଧ୍ୟା ବେଳକୁ ମାର୍କେଟକୁ ମୁଁ ଯାଇଥିଲି କିଛି ଫଳ ଆଣିବା ପାଇଁ ଶିବରାତ୍ରି ପାଇଁ। ଆଉ ଯଦି ଆପଣମାନେ ଭାବୁଛନ୍ତି ବହୁତ ଲେଟ୍ ଯାଇଥିଲି ତାହେଲେ ବିଲକୁଲ ବି ନୁହଁ, ସନ୍ଧ୍ୟା 8ଟା ପାଖାପାଖି ଯାଇଥିଲି। ଦେଖନ୍ତୁ କେତିକି ଆମାଉଣ୍ଟର ସବୁ ଫ୍ରୁଟ୍ସ ଆସିଛି। ଏ ଦୁଇଟାକ ସୁପର ମାର୍କେଟରୁ ଆଣିଛି ବୋଲି ଟିକେ ବଡ଼ ସାଇଜ୍ର ଆସିଛି। ବାକି ଏଠି ଏପଟେ କୋଳିଟା ବି ପୂଜା କରନ୍ତି, ଏଟାକୁ ବେର କହନ୍ତି। ଆଉ ବାକି ସବୁ ଅଧା 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 କେଜି ଆସିଛି। ଗଲାବେଳକୁ ମାର୍କେଟରୁ ସବୁ ଯାହା ତ ରେଟ୍ ଥିଲା ସବୁ ଜିନିଷ ସରିଗଲାଣି ଅଲରେଡ଼ି। ଶିବରାତ୍ରିରେ ଆଜି ସକାଳୁ ଟିକେ ଜଲ୍ଦି ମନ୍ଦିର ଯିବି ବୋଲି ଉଠିକି ରେଡ଼ି ହେଇଗଲି, କିନ୍ତୁ ଯେତେ ଯାହା କଲେ ବି କ'ଣ ହେବ, ମନ୍ଦିରରେ ପହଞ୍ଚିଲା ବେଳକୁ ସେଇ ସକାଳ 9ଟା ତ ହେଇସାରିଥିଲା। ତାପରେ ଦୋକାନରୁ ସେଠି କେବଳ ଦୀପ କିଣିଲି, ବାକି ସବୁ ଜିନିଷ ମୁଁ ଆଗରୁ କିଣି ସାରିଥିଲି। ଆଉ ଦୀପ କିଣି ସାରି ଆମେ ସମସ୍ତେ ଆଜି ବୋଧହୁଏ ପ୍ରଥମ ଥର ପାଇଁ ଶିବରାତ୍ରିରେ ମନ୍ଦିର ଆସିଛୁ, କାହିଁକି ନା ସବୁବେଳେ ତ ଛୁଟି ରହେନି। ବହୁତ ଦିନ ପରେ ଆଜି ଯେହେତୁ ରବିବାରରେ ପଡ଼ିଛି, ତେଣୁ ସମସ୍ତେ ଆମେ ଆସିଛୁ ମନ୍ଦିର ଦର୍ଶନ କରିବା ପାଇଁ। ଆଉ ଏବେ ଆସି ମନ୍ଦିରରେ ଆମେ ପହଞ୍ଚି ଯାଇଛୁ। ମନ୍ଦିରରେ ଥିଲା ବହୁତ ଭିଡ଼। এই ମନ୍ଦିରରେ ଆମେ ଏଥିପାଇଁ ଯାଇ ପହଞ୍ଚିଥିଲୁ କି ଏଇ ମନ୍ଦିରଟା ନର୍ମାଲି ଖାଲି ରହେ, କିନ୍ତୁ ଆଜି ଗଲା ବେଳକୁ ସତରେ ବହୁତ ଭିଡ଼ ଥିଲା। ମୁଁ ଆଶା ବି କରିନଥିଲି ଏତେ ଭିଡ଼ ହେଇଥିବ ବୋଲି। ତେଣୁ ଭିଡ଼ରୁ ସାଇଡ଼୍ ହେଇ ମୁଁ ଟିକେ ଯାଇ ଠିଆ ହେଲି, କାହିଁକିନା ସ୍ୱାମୀ ଆସିଲେ ସେ ହିଁ ସେ ଭିଡ଼ରେ ପଶିକି ଧସିକି ପଶିକି ପୂଜା କରିପାରିବେ। ଆମେ ଖାଲି ତାଙ୍କୁ ଟିକେ ଛୁଇଁ ଦେଇକି ଠିଆ ହେଇଯିବା କଥା। ଏତିକି ସମୟ ଭିତରେ ମୁଁ ଚାରିପଟରେ ଠାକୁରମାନଙ୍କୁ ଟିକେ ପରିକ୍ରମା କରି ଦର୍ଶନ କରିନେଲି। ସ୍ୱାମୀ ଆସିଲା ପରେ ହିଁ ଆମେ ଯାଇ ସେ ଭିତରକୁ ପଶି ପୂଜା କଲୁ, ଯେଉଁଟା ମୁଁ ସୁଟ୍ କରିନି। ତାପରେ ଏଠି ଦେଖନ୍ତୁ, ଏଠି ବହୁତ ଲୋକ ଏଇ ବରଗଛ ମୂଳେ ବି ଆଜି ପୂଜା କରୁଥିଲେ। ତ ମୁଁ ଏଠି ଝିଅକୁ କହିଲି ଟିକେ ଚାରିପଟଟା ଭଲରେ ଟିକେ ଗୋଟେ ସଟ୍ ନେଇନେ। ଏମିତି ଭାବରେ କିଛି ପୂଜା ସାରି ଆଜି ଆମେ ଘରକୁ ଆସିଲୁ। ଆଉ ଇଏ ହେଉଛି ମୋ କ୍ୟାମେରାମ୍ୟାନ୍, ଯାହାକୁ ଆପଣମାନେ ବୋଧହୁଏ ମିସ୍ କରୁଥିବେ। ମନ୍ଦିରରୁ ଆସିଲା ପରେ ପଡ଼ୋଶୀଙ୍କ ଘରେ ଥିଲା ରୁଦ୍ରାଭିଷେକ, ତ ସେଠି ଯାଇ ପୁଣି ସାଙ୍ଗେ ସାଙ୍ଗେ ପହଞ୍ଚିଗଲି। ସାଙ୍ଗେ ସାଙ୍ଗେ ନୁହଁ, ଦିନ 12ଟା 1 ବେଳକୁ ସେଠିକି ଯାଇଥିଲି। ସେଠୁ ଆସିଲା ବେଳକୁ ଲାଗିଲାଣି ପ୍ରବଳ ଭୋକ। ନର୍ମାଲି ମୁଁ ଶିବରାତ୍ରିରେ ଉପାସ କରିପାରେନି। ଶିବରାତ୍ରିରେ କ'ଣ ଦିନଭର ମୁଁ କୌଣସି ବି ଉପାସ ଆଜିକାଲି ଆଉ କରିପାରୁନି, ତ ଉପାସ ପୁରା କରିପାରିବୁନି। ତେଣୁ ତାର ବ୍ୟବସ୍ଥା ଏଠି କରାହେଇଛି। ଏଠି ବନୁଛି ଶାଗୁଦାନା ଖିଚିଡ଼ି। ଶାଗୁଦାନାଟା ଆଜି ମୁଁ ପ୍ରଥମ ଥର ପାଇଁ ଯେଉଁଟାକି ପରଫେକ୍ଟ ଭିଜେଇଥିଲି ଆଉ ପରଫେକ୍ଟ ହେଇଛି। ତାକୁ ହାଲକା ଟିକେ ଟ୍ରାନ୍ସପେରେଣ୍ଟ ହେବା ଯାଏ ଭାଜିଦେବା, ଆଉ ଏଇଟା ଆମର ହେଇଯିବ ରେଡ଼ି। ଆଉ ଏଇଟା ପରଫେକ୍ଟ ଦେଖନ୍ତୁ, ପୁରା ଗୋଟି ଗୋଟି ହେଇଛି, ଆଉ ପାଣି ବି ନାହିଁ। ଏମିତି ଭିଜେଇଲେ ହିଁ ଶାଗୁଦାନାରେ ଠିକ୍ ଠାକ୍ ବନିବ।